ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ମୁଁ ଆଜି ଆମର ଆଷ୍ଟ୍ରୋ ସେସନ କୁ ଆଗକୁ ବଢଉଛି। ଆଷ୍ଟ୍ରୋ ସେସନ କ୍ରମରେ ଆମେ ଲଗ୍ନସ୍ଥ ମଙ୍ଗଳ ପଢିଥିଲେ, ଆଜି ଆମେ ପଢିବା ଲଗ୍ନସ୍ଥ ବୁଧ। ଲଗ୍ନସ୍ଥ ବୁଧ, ସର୍ବପ୍ରଥମେ ଆମେ ଜାଣିବା ଦରକାର କି ବୁଧ ହଉଛନ୍ତି ଗୋଟେ ନୈସର୍ଗିକ ଶୁଭ ଗ୍ରହ। ଯଦି ତାଙ୍କୁ କୌଣସି ପାପ ଗ୍ରହ ଦେଖୁନଥାନ୍ତି ତାହେଲେ ସେ ଶୁଭ ଫଳ ଦେଇଥାନ୍ତି। ଏଇ ଜିନିଷଟା ମୁଣ୍ଡରେ ରଖିଦବ ବୁଧଙ୍କୁ ଇଣ୍ଟରପ୍ରେଟ କରିଗଲା। ଯଦି ବୁଧ ମହାଗ୍ରହ ସଦା ସର୍ବଦା ସୂର୍ଯ୍ୟଙ୍କ ପାଖାପାଖି ବୁଲୁଥାନ୍ତି, ସିଏ ଯେତେବେଳେ କମ୍ବଷ୍ଟ ହେଇଯାଆନ୍ତି ମାନେ ଅସ୍ତାଙ୍ଗତ ହେଇଯାଆନ୍ତି, ସେତେବେଳେ ତାଙ୍କର ପାୱାର କମିଯାଏ। ତାଙ୍କ ପାୱାର ଏଇଥିପାଇଁ କମିଯାଏ କାରଣ ସୂର୍ଯ୍ୟର ରଶ୍ମି ପ୍ରତ୍ୟେକ ଗ୍ରହକୁ ଢାଙ୍କି ଦେବାର କ୍ଷମତା ରଖିଥାଏ। ତେଣୁ ସୂର୍ଯ୍ୟଙ୍କ ଠୁ ଯଦି କୌଣସି ମାତ୍ରାରେ ବୁଧ ଅନ୍ୟ ଜାଗାକୁ ପଳେଇଲେ ବା ସେ 14 ଡିଗ୍ରୀ ଡିଫରେନ୍ସ କୁ ପଳେଇଲେ, ତାହେଲେ ବୁଦ୍ଧଙ୍କୁ ଆଉ ଅନ୍ୟ କୌଣସି ପାପ ଗ୍ରହ ଯେମିତି କିି ନୈସର୍ଗିକ ପାପ ଗ୍ରହ ଯେମିତି ଶନି ମହାରାଜ, ମଙ୍ଗଳ ମହାରାଜ, ରାହୁ ମହାରାଜ, କେତୁ ମହାରାଜ ନ ଦେଖୁଛନ୍ତି ବା ନ ବସିଛନ୍ତି ତାଙ୍କ ସହିତ ଏବଂ ଲଗ୍ନରେ ବୁଦ୍ଧ ଅଛନ୍ତି, ତାହେଲେ ଜାତ ବ୍ୟକ୍ତି ବହୁତ ସୁନ୍ଦର ହବ, ଶାନ୍ତ ଗୁଣ ସମ୍ପନ୍ନ ହବ, ଉତ୍ତମ ମତିବାନ ହବ, ବଢିଆ କମ୍ୟୁନିକେସନ କରଲା ବାଲା ହବ, ବହୁତ ଗୁଣର ଅଧିକାରୀ ହବ, ବହୁତ କଳାର ଅଧିକାରୀ ହବ, ସତ୍ୟବାଦୀ ହବ, ତା କଥା ବାକ୍ସିଦ୍ଧ ହବାର ସମ୍ଭାବନା ଅଛି ତା ଇଏରେ, ବହୁତ ମଜାକିଆ ପ୍ରକୃତିର ହବ, ଉତ୍ତମ ବକ୍ତା ହବ ଏବଂ ନିଜ ବଂଶର ବ୍ୟକ୍ତି ତାର ବଂଶର ନାଁ ରଖିବ ଏବଂ ସ୍ତ୍ରୀର ପ୍ରିୟ ହବ। ଏଇଟା ଏତେ ସବୁ ଜିନିଷ ମୁଁ କଣ ପାଇଁ କହିଲି? ଏତେ ସବୁ ଜିନିଷ ମୋର କହିବାର କାରଣ ହେଲା, ବୁଧ ହଉଛନ୍ତି ଗୋଟେ ନୈସର୍ଗିକ ଶୁଭ ଗ୍ରହ। ନୈସର୍ଗିକ ଶୁଭ ଗ୍ରହ ତାଙ୍କର ଶୁଭ ଫଳ ଦିଅନ୍ତି ହିଁ। ଚାହେ ସେ ଲଗ୍ନର ଲଗ୍ନ ପାଇଁ ଖରାପ ଗ୍ରହ ହେଇଥିଲେ ମଧ୍ୟ ସିଏ ସମ୍ପୂର୍ଣ୍ଣ ଭାବରେ ଖରାପ କରନ୍ତିନି। ନିଶ୍ଚିତ ଭାବରେ କିଛି ପଜିଟିଭ ଜିନିଷ ଦିଅନ୍ତି, ପଜିଟିଭ ଇମ୍ପାକ୍ଟ ଦିଅନ୍ତି। ଏବଂ ବୁଧଙ୍କଠୁ ଆମେ ଭଗବାନ ନାରାୟଣଙ୍କୁ ଦେଖୁ। ବୁଧ ବାଣୀର ପ୍ରତୀକ, ବାକ୍ ଶକ୍ତିର ପ୍ରତୀକ, ସମସ୍ତ କଳା ନୈପୁଣ୍ୟତାର ପ୍ରତୀକ। ଯଦି କୌଣସି ବ୍ୟକ୍ତିର ଲଗ୍ନରେ ବୁଧ ରହିଲେ ଏବଂ ପାପକ୍ରାନ୍ତ ନ ରହିଲେ, ତାହେଲେ ବହୁତ ସୁନ୍ଦର କମ୍ବିନେସନ ଆସେ। ଯେତିକ ସବୁ ଥଟ୍ଟା ମଜା କରିବା ବାଲା ଲୋକଙ୍କର ବୁଧ ଷ୍ଟ୍ରଙ୍ଗ ଥାଏ। ଯୋଉମାନେ ଦେଖିବେ ଜୀବନରେ ସଦା ସର୍ବଦା ସିରିୟସ ରହନ୍ତି, ତାଙ୍କର ଲଗ୍ନକୁ ଶନିଶ୍ଚର ମହାରାଜ ଦେଖୁଥିବେ। ଆଉ ଜୀବନଟା ତାଙ୍କର ଡିପ୍ରେସନ ଦୁର୍ବିସହ ହେଇଯାଇଥିବ। ତାଙ୍କର ସବୁ କଥାରେ ସିରିୟସନେସ୍। କିନ୍ତୁ ବୁଧ ଯଦି ଥାଆନ୍ତି, ବୁଧ ଯୋଉ ଭାବରେ ବସିଥାନ୍ତି ସେଇ ରିଲେଟେଡ ଜିନିଷକୁ ନେଇକି ତମେ ପୁରା ମଜା କରିବ, ଆନନ୍ଦ ପାଇବ। କାରଣ ସେ ଯୋଉ ବିଳାସ ବ୍ୟସନର ଜିନିଷଟା ତୁମକୁ ସେଇ ଭାବ ଦବ। ଧର କାହାର ଅଷ୍ଟମର ଭାବ ହେଲା, ତାକୁ ଆଷ୍ଟ୍ରୋଲୋଜି ପଢିଲେ ମଜା ଲାଗିବ। ଯାହାର କାଳେ ଏକାଦଶର ଭାବରେ ବୁଧ ବସୁଛନ୍ତି, ତାକୁ ସାଙ୍ଗମାନଙ୍କ ସହିତ ରହିଲେ ମଜା ଲାଗିବ। ଯାହାର 10th ରେ ବୁଧ ବସୁଛନ୍ତି, ତାକୁ ପ୍ରତ୍ୟେକ କର୍ମରେ ମଜା ଲାଗିବ, ଯଦି ସେ ପାପକ୍ରାନ୍ତ ନ ହେଇଥାନ୍ତି ତ। ତ କମ୍ବିନେସନ ବୁଝ କେତେ ସୁନ୍ଦର କମ୍ବିନେସନ। କହନ୍ତି ମଣିଷର ବଚନେ କା ଦରିଦ୍ରତା, କହିବାରେ ଦରିଦ୍ରତା କଣ ଅଛି? ଯୋଉମାନଙ୍କର ବୁଧ, ଯଦି କୌଣସି ଲୋକ ମିଛ କଥା କହେ ନା, ତାହେଲେ ସେ ତାର ବୁଧକୁ ଖରାପ କରେ।
ବୁଦ୍ଧ ହିଁ ବାକ୍ ସିଦ୍ଧି ଆଣିଦିଏ। ଆଉ ବୁଦ୍ଧ ହିଁ ତମ ଜୀବନକୁ ଦୁର୍ବିଷହ କରିପାରେ। ତମର ସାମାଜିକ ସମ୍ପର୍କ କେମିତି ରହିବ? ତମର ବଚନ ଉପରେ ରହିବ, ତମର କର୍ମ ଉପରେ ରହିବ। ସର୍ବପ୍ରଥମ ତ ବଚନ ଉପରେ ରହିବ ନା। ସବୁ ଭଲରେ କଥା ହେଇପାରୁଛନ୍ତି କି ନାହିଁ? ତେଣୁ ଲଗ୍ନସ୍ଥ ବୁଦ୍ଧ ଯଦି ପାପକ୍ରାନ୍ତ ନ ହୁଏ, ଅସ୍ତାଙ୍ଗତ ନ ହୁଏ, ତାହେଲେ କେତେ ପରିମାଣରେ ଭଲ ରେଜଲ୍ଟ ଦିଏ ତାର କହିବା ପାଇଁ। ଠିକ ଅଛି। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।